ପିଲାମାନେ, ଆଜି ଆମେ ପଢ଼ିବା ପ୍ରଥମ ଶ୍ରେଣୀ ଗଣିତ ବହିର ବିଷୟ। ଆଜି ପଢ଼ିବା ଆମ୍ବ ଭୋଜି। ଗୁଣ୍ଡୁଚି ମୂଷାଟି ଆମ୍ବ ଖାଉଥିଲା। ଚଢ଼େଇମାନେ ଏହା ଦେଖିଲେ। ଏଠି ଆମ୍ବଟିଏ ଦୁମ୍ ହୋଇକି ଖସିଲା। ଗୋଟିଏ ଚଢ଼େଇ ଆମ୍ବ ପାଖକୁ ଆସିଲା। ଏବେ ସେମାନେ 2 ଜଣ ଆମ୍ବ ଖାଉଛନ୍ତି। ଆଉ ଗୋଟାଏ ଚଢ଼େଇ ସେମାନଙ୍କ ସହ ଯୋଗଦେଲା। ବର୍ତ୍ତମାନ ମୋଟ 3 ଜଣ ଆମ୍ବ ଖାଉଛନ୍ତି। ତାପରେ ଆଉ ଗୋଟିଏ ଚଢ଼େଇ ଆସିଲା। ବର୍ତ୍ତମାନ ସେମାନେ 4 ଜଣ ଆମ୍ବ ଖାଉଛନ୍ତି। ଆଉ ଗୋଟାଏ ଚଢ଼େଇ ଯୋଗଦେଲା। ବର୍ତ୍ତମାନ ସେମାନେ 5 ଜଣ ଆମ୍ବ ଖାଉଛନ୍ତି। ପୁଣି ଗୋଟିଏ ଚଢ଼େଇ ଯୋଗଦେଲା। ବର୍ତ୍ତମାନ ସେମାନେ 6 ଜଣ ଆମ୍ବ ଖାଉଛନ୍ତି। କିଛି ସମୟ ପରେ ଆଉ ଗୋଟାଏ ଚଢ଼େଇ ଆସିଲା। ବର୍ତ୍ତମାନ ସେମାନେ 7 ଜଣ ମିଶି ଆମ୍ବ ଖାଉଛନ୍ତି। ଆଉ ଗୋଟିଏ ଚଢ଼େଇ ଭୋଜିରେ ଯୋଗଦେଲା। ବର୍ତ୍ତମାନ ମୋଟ 8 ଜଣ ଆମ୍ବ ଖାଉଛନ୍ତି। ଶେଷରେ ଆଉ ଗୋଟାଏ ଚଢ଼େଇ ଯୋଗଦେଲା। ଶେଷରେ ମୋଟ 9 ଜଣ ଆମ୍ବ ଖାଇଲେ। ଆସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ଚିତ୍ରରେ ଥିବା ଚଢ଼େଇମାନଙ୍କୁ ଚିହ୍ନ। ଶୁଆ, ପାରା, ଚିଲ, କାଉ। ଏମିତି ଦେଖିକି ଲେଖିବ। 2 ନମ୍ବର, ଆରମ୍ଭରେ କେତୋଟି ପଶୁ କିମ୍ବା ଚଢ଼େଇ ଆମ୍ବ ଖାଉଥିଲେ? ତମେ ଲେଖିବ ଗୋଟିଏ ପଶୁ, ଗୋଟିଏ ଚଢ଼େଇ ଆମ୍ବ ଖାଉଥିଲେ। 3 ନମ୍ବର, ପ୍ରତ୍ୟେକ ଥର କେତୋଟି ଲେଖାଏଁ ଚଢ଼େଇ ଆମ୍ବ ଖାଇବା ପାଇଁ ଭୋଜିରେ ଯୋଗ ଦେଉଥିଲେ? ଗୋଟିଏ ଗୋଟିଏ ଚଢ଼େଇ ଯୋଗ ଦେଉଥିଲେ। 4 ନମ୍ବର, 1 ଠାରୁ 1 ଅଧିକ ସଂଖ୍ୟାଟି କେତେ? 1 ପରେ ତମେ ଲେଖିବ 2, ତାପରେ 2 ଠାରୁ 1 ଅଧିକ ସଂଖ୍ୟାଟି କେତେ? 2 ପରେ ହେଲା 3, ତାପରେ 3 ଠାରୁ 1 ଅଧିକ ସଂଖ୍ୟାଟି କେତେ? 3 ପରେ 4। ଏମିତି ତମେ ଗୋଟିଏ ଗୋଟିଏ ସଂଖ୍ୟା ଲେଖି ଲେଖି ଚାଲିବ। 5 ନମ୍ବର, ଶେଷରେ ମୋଟ କେତେ ଜଣ ଆମ୍ବ ଖାଉଥିଲେ? ଲେଖିବ ଶେଷରେ ମୋଟ 9 ଜଣ ଆମ୍ବ ଖାଉଥିଲେ। ପକ୍ଷୀମାନଙ୍କର ସଂଖ୍ୟା ସହିତ ସମାନ ସଂଖ୍ୟକ ଆଙ୍ଗୁଠିରେ ଗାର ଟାଣି ଯୋଡ଼। ପ୍ରଥମ ଡାଳରେ ବସିଛନ୍ତି 4ଟି ଚଢ଼େଇ। ତମେ ଶେଷରେ ଯେଉଁ 4ଟି ଆଙ୍ଗୁଠି ଚିହ୍ନ ଅଛି ସେଇଠିକି ଗାର ଟାଣିବ। ତାପର ଡାଳରେ ବସିଛନ୍ତି 5ଟି ଚଢ଼େଇ। ଯେଉଁଠି ଦେଖିବ 5ଟି, ଗୋଟିଏ ଅଛି 3ଟି ଆଙ୍ଗୁଳି ଆଉ 2ଟି ମିଶିକି ହେଲା 5, ସେଇଠିକି ଗାର ଟାଣିବ। ତାପରେ ତୃତୀୟ ଡାଳରେ ବସିଛନ୍ତି 7ଟି ଚଢ଼େଇ। ତମେ ଦ୍ୱିତୀୟର ଯେଉଁ ଆଙ୍ଗୁଠି ଚିହ୍ନ ଅଛି ସେଇଠିକି ଗାର ଟାଣିବ। ଶେଷରେ ଦେଖ 9ଟି ଚଢ଼େଇ ଡାଳରେ ବସିଛନ୍ତି। ଯେଉଁ ଉପରେ ଅଛି 9ଟି ଆଙ୍ଗୁଠି, ସେଇଠିକି ତମେ ଗାର ଟାଣିବ। ପ୍ରଥମରେ ଅଛି 5ଟି ଆଙ୍ଗୁଳି ଚିତ୍ର। ସେଇ ଯେଉଁ 5ଟି ଯେଉଁଠି ଅଛି ଟିକିଲି, ତମେ ସେଇଠିକି ଗାର ଟାଣିବ। ତାପରେ ଅଛି 3ଟି ଆଙ୍ଗୁଳି ଚିତ୍ର। ଯେଉଁଠି 3ଟି ଟିକିଲି ଚିତ୍ର ଅଛି ତମେ ଗାର ଟାଣିବ। 4ଟି ଆଙ୍ଗୁଠି ଚିତ୍ର ରହିଛି। ତାପରେ ଯେଉଁଠି 4ଟି ଟିକିଲି ଚିତ୍ର ଅଛି ତମେ ଗାର ଟାଣିବ। ତାପରେ ଅଛି 6ଟି ଆଙ୍ଗୁଳି ଚିତ୍ର। ଯେଉଁଠି 6ଟି ଟିକିଲି ଅଛି ସେଇଠିକି ତମେ ଗାର ଟାଣିବ। ଆସ ବାହାରକୁ ଯାଇ ଖେଳିବା। ଏଇଠି ଦେଖ କେତୋଟି ପିଲା ସବୁ ମିଶିକି ଖେଳୁଛନ୍ତି। ପିଲାମାନେ ହାତ ଧରାଧରି ହୋଇ ଗୀତ ଗାଇ ଗାଇ ଗୋଲ ଆକୃତିରେ ବୁଲିବେ। ଗୋଟିଏ ପିଲା କରତାଳି ଦେଇ 4 କହିଲା ପରେ 4 ଜଣ ଲେଖାଏଁ ପିଲା ହାତ ଧରାଧରି ହୋଇ ଗୋଟିଏ ଲେଖାଏଁ ଦଳ ହେବେ। ଯେଉଁ ପିଲାମାନେ ବଳକା ରହିଲେ, ଦଳ ହୋଇପାରିଲେ ନାହିଁ, ସେମାନେ ପ୍ରତ୍ୟେକ ଦଳର ପିଲା ସଂଖ୍ୟାକୁ ଗଣିବେ। ଏହିପରି ଭିନ୍ନ ଭିନ୍ନ ସଂଖ୍ୟା 9 ମଧ୍ୟରେ ନେଇ ଏହି ଗୋଲଟି ଚାଲୁ ରହିବ। ଏହିପରିକା ତମେମାନେ ଖେଳିବ ଦେଖିକି। ମୋର ଚିତ୍ରାଙ୍କନ ଦିବସ। ଏକତା ଦିବସ 31 ଅକ୍ଟୋବରରେ ପିଲାମାନଙ୍କ ପାଇଁ ଏକ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଆୟୋଜନ କରାଗଲା। ପିଲାମାନଙ୍କୁ ବିଭିନ୍ନ ଜିନିଷ ଦିଆଗଲା। ପିଲାମାନେ ସେହି ଜିନିଷ ଗୁଡ଼ିକୁ ବ୍ୟବହାର କରି ଗାର ଟାଣିବେ।
ଯେଉଁ ଜିନିଷ ଗୁଡ଼ିକ ପିଲା ସଂଖ୍ୟା ଠାରୁ କମ୍ ବା ଅଧିକ ବା ପିଲା ସଂଖ୍ୟା ସହ ସମାନ ତାହା ତଳ ସାରଣୀରେ ଉପଯୁକ୍ତ ଘରେ ଠିକ୍ ଚିହ୍ନ ଦେଇ ସୂଚାଅ। ପିଲାମାନେ ଏଇଠି ଦେଖ, ମୁଁ ଏଇ ଘର ମାନଙ୍କରେ ଯେମିତି ଯୋଉଠି ଯୋଉଟା ରାଇଟ୍ ଚିହ୍ନ ହେବା କଥା ମୁଁ ସେମିତି ଦେଇଦେଇଛି, ତମେ ଦେଖିକି ସେମିତି କରିବ। 1 ନମ୍ବର, ଯେଉଁ ଚିତ୍ରରେ ଅଧିକ ସଂଖ୍ୟକ ଫଳ ଅଛି ତା ପାଖରେ ଥିବା ମୁଣ୍ଡୁଳା ଭିତରେ ଠିକ୍ ଚିହ୍ନ ଦିଅ। ଏଠୁ ଦେଖ, ସେଉ ଜମା ରହିଛି 6ଟି, ତେଣୁ କଦଳୀର ସଂଖ୍ୟା ଅଧିକ ଅଛି, ଆମେ ସେଇଠି ତାର ଯେଉଁ ମୁଣ୍ଡୁଳି ରହିଛି ତାରି ଭିତରେ ଆମେ ଠିକ୍ ଚିହ୍ନ ଦେବା। 2 ନମ୍ବର, କମ୍ ସଂଖ୍ୟକ ରୁଟି ଥିବା ଥାଳି ପାଖରେ ଥିବା ମୁଣ୍ଡୁଳା ମଧ୍ୟରେ ଠିକ୍ ଚିହ୍ନ ଦିଅ। ଏଇଠି ଦେଖ, ଦ୍ୱିତୀୟ ଯେଉଁ ଥାଳି ତାରି ଭିତରେ ରହିଛି କମ୍ ରୁଟି, ଆମେ ସେଇ ମୁଣ୍ଡୁଳିରେ ଦେବା ଠିକ୍ ଚିହ୍ନ। 3 ନମ୍ବର, କମ୍ ସଂଖ୍ୟକ ଚିତ୍ର ପାଖରେ ଥିବା ମୁଣ୍ଡୁଳା ମଧ୍ୟରେ ଠିକ୍ ଚିହ୍ନ ଦିଅ। ଏଇଠି ଦେଖ, 4ଟି ପିଲା ରହିଛନ୍ତି, 6ଟି ପେଣ୍ଡୁ ରହିଛି, ତେଣୁ ଆମେ ଏଇ ଯେଉଁ 4ଟି ପିଲାଙ୍କ ପାଖରେ ସେଇ ମୁଣ୍ଡୁଳା ଭିତରେ ଆମେ ଗୋଟେ ଠିକ୍ ଚିହ୍ନ ଦେବା। ଆସ ଖେଳିବା ଆଙ୍ଗୁଠି ଗଣିବା ଖେଳ। ତମେ ସାଙ୍ଗମାନଙ୍କୁ ଧରିକି ଆଙ୍ଗୁଠି ଗଣିକି ଖେଳିବ। 1 2 3 କୁ ଆଗକୁ ବଢ଼ାଇ ଲେଖି ଚାଲ। ତମେ ଏମିତି ବଢ଼େଇ ବଢ଼େଇ ଲେଖି ଚାଲିବ।